ଦେଖନ୍ତୁ ସେମାନଙ୍କର ଏଭଳିଆ ଏକ ଘଟଣା ଯେତେବେଳେ ଘଟିଲା ତାପରେ ତୁରନ୍ତ ଜିଲ୍ଲା ପ୍ରଶାସନ ବି ଯେଉଁ ତ୍ୱରିତ ପଦକ୍ଷେପ ନେବା କଥା ସେମାନଙ୍କୁ ଏଠି ହସ୍ପିଟାଲ ସିଫ୍ଟ କରିବାଠୁ ଆରମ୍ଭ କରି ଯାହା ଯାହା ଦାୟିତ୍ୱ ନେବା କଥା ନେଇଛନ୍ତି ଏବଂ ପ୍ରାୟତଃ ବାହାରେ ଯେଉଁ ପେସେଣ୍ଟ ମାନେ ଅଛନ୍ତି ସମସ୍ତେ ସୁସ୍ଥ ହେବା ଆରମ୍ଭ କରିଛନ୍ତି ଏବଂ ଆଇସିୟୁରେ ବି ଯେଉଁମାନେ ଅଛନ୍ତି ତାଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ଛାଡ଼ିକି ପ୍ରାୟତଃ ସମସ୍ତଙ୍କର ଅବସ୍ଥା ବି ବହୁତ ଷ୍ଟେବଲ ଅଛି। ସେମାନେ ପ୍ରିକସନ୍ ଦୃଷ୍ଟିକୋଣରୁ ତାଙ୍କୁ ଆଇସିୟୁକୁ ନିଆହେଇଛି। ତାଙ୍କୁ ଆଶା କରାଯାଉଛି ସମସ୍ତେ ସୁସ୍ଥ ହୋଇକି ଘରକୁ ଫେରିବେ। ଭଗବାନଙ୍କ ପାଖରେ ପ୍ରାର୍ଥନା ସେ ସମସ୍ତ ଲୋକ ଯେତିକି ଜଣ ଆସିଛନ୍ତି ଏବେ ଅଛନ୍ତି ଯେଉଁ 12 ଜଣ ସେ ସମସ୍ତେ ସୁସ୍ଥ ହୋଇକି ଘରକୁ ଫେରନ୍ତୁ ଏବଂ ଏ ଘଟଣା ବାବଦରେ ସରକାର ତାଙ୍କର ଯାହା ପଦକ୍ଷେପ ନେବା କଥା ନେଉଛନ୍ତି କଠୋରରୁ କଠୋର ପଦକ୍ଷେପ ଏ ଦିଗରେ ନିଆଯିବ। କେବଳ ଏଇଠି ନୁହେଁ ସମଗ୍ର ରାଜ୍ୟରେ ବି ଯାହା ଯେତେ କଠୋର ପଦକ୍ଷେପ ନିଆଯାଇପାରିବ ସେ ବାବଦରେ ଆମେ ନେବାକୁ ତାର ପ୍ରସ୍ତୁତି ଆରମ୍ଭ କରିଛୁ ଏବଂ ବହୁତ ଶୀଘ୍ର ତାକୁ କାର୍ଯ୍ୟାନ୍ୱୟନ ବି କରାଯିବ। ଦେଖନ୍ତୁ ସେହି ଦୃଷ୍ଟିକୋଣରୁ କର୍ତ୍ତବ୍ୟର ଅବହେଳା ଦୃଷ୍ଟିରୁ ଦୁଇ ଜଣ ଯେଉଁମାନେ ସିଧାସଳଖ ଭାବରେ ସେଥିରେ ସେ ଜାଗାରେ ତାଙ୍କର ଦାୟିତ୍ୱ ଥିଲା ସେ ଦୁଇ ଜଣଙ୍କୁ ଆଜି ସସ୍ପେଣ୍ଡ କରାଯାଇଛି ଏବଂ ଏକ୍ସାଇଜ ସୁପରିଟେଣ୍ଡେଣ୍ଟକୁ ବି ଏଠୁ ବିଦାୟ କରାଯାଇଛି। ତେଣୁକରି ଦ୍ୱିତୀୟ କଥା ହେଉଛି ଆ ପରେ ବି ଆରଡିସି ଏନକ୍ୱାରି ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ପ୍ରାୟ ନୋଟିଫାଇ ହେବ। ହେଲା ପରେ ବାସ୍ତବରେ ଆମେ ପୁରା ଘଟଣାର ରୁଟ୍କୁ ଯିବାକୁ ଚାହୁଁଛୁ ଏବଂ ଯେଉଁ ଜାଗାରେ ମୁଁ କେବଳ କହୁନି ଗଞ୍ଜାମ ଜିଲ୍ଲାରେ କେବଳ କହୁନି ଯେଉଁ ଜାଗାରେ ଯେଉଁ 217ଟି ଜାଗାରେ ଆମେ ଏପର୍ଯ୍ୟନ୍ତ ଲୋକେଟ୍ କରିଛୁ ବେଆଇନ ମଦଭାଟି ଯେଉଁଠି ବେଆଇନ ମଦଭାଟି ତିଆରି ହେଉଛି ଏବଂ ତାର ଯେଉଁଠି ବ୍ରାଞ୍ଚ ଗୁଡ଼ାକରେ ବିକ୍ରି ହେଉଛି ସେ ସମସ୍ତ ଜାଗାକୁ ପୁରାପୁରି ଭାବରେ ରେଡ୍ କରାଯିବ ଏବଂ କଣ୍ଟିନ୍ୟୁଅସ୍ ପ୍ରୋସେସରେ ଏ ରେଡ୍ ଚାଲିବ। ଆଗାମୀ ଦିନରେ ବେଆଇନ ମଦ ବିକ୍ରି ସମ୍ପୂର୍ଣ୍ଣ ରୂପେ କେମିତି ବନ୍ଦ କରାଯିବ ତା ପାଇଁ ବିଭାଗ ପୁରାପୁରି ଭାବରେ ପଦକ୍ଷେପ ନେଉଛି। ସେ କଥା କେବଳ ଖଲିକୋଟ ନୁହେଁ ଖଲିକୋଟ ଅଞ୍ଚଳ କୁହନ୍ତୁ ଭଞ୍ଜନଗରରେ କୁହନ୍ତୁ ଏଠି ଆପଣଙ୍କର କବିସୂର୍ଯ୍ୟନଗରର କିଛି ଅଂଶ ଏବଂ ଚିକିଟି ଖେମୁଣ୍ଡି ଅଞ୍ଚଳର କିଛି ଅଂଶ ଯେଉଁ ଜାଗାରେ ହେଇଛି ସେଗୁଡ଼ାକ ଅଲରେଡ଼ି ଲୋକେଟ୍ ହେଇସାରିଲାଣି ଏବଂ ଯେଉଁଠି ବେଆଇନ ଭାଟି ହେଉଛି ତାକୁ ଆମେ ବନ୍ଦ କରିବା ପାଇଁ ଯାହା ଯାହା ବ୍ୟବସ୍ଥା ବୁଲଡୋଜର ଚଢ଼ାଇବା ପର୍ଯ୍ୟନ୍ତ ଦରକାର ପଡ଼ିଲେ ଆମେ କରିବୁ ସେ ବ୍ୟବସ୍ଥା ଏବଂ ଯେଉଁମାନେ କରୁଛନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯୋଡ଼ିଏ ରାସ୍ତା ଅଛି ଯଦି ଯେଉଁ ମଦ ବିକ୍ରି କରୁଛନ୍ତି ଯେଉଁମାନେ ଲାଇସେନ୍ସ ନେଇକି କରୁଛନ୍ତି ସେ ବାବଦରେ ଆମେ ଆଉ ଟିକେ ତର୍ଜମା ଚାଲିଛି ନୂଆ ଏକ୍ସାଇଜ ପଲିସିରେ ବି କିଛି ଜିନିଷ ତାଙ୍କୁ ବି ସହାୟତାର କଥା ଯେଉଁଟା ହେଲେ ବେଆଇନ ମଦ ବିକ୍ରି ବନ୍ଦ ହେବ ସେଭଳିଆ ଏକ କିଛି ପଦକ୍ଷେପ ବି ନିଆଯାଇଛି। କିନ୍ତୁ ତା ବାଦ ବି ଗୋଟିଏ କଥା ହେଉଛି ଯେଉଁମାନେ ବେଆଇନ ଭାବରେ ବିକ୍ରି କରିବା ଆରମ୍ଭ କରିଛନ୍ତି ଲାଭଖୋର ମନୋବୃତ୍ତି ଏବଂ ଲୋକଙ୍କୁ ଗରିବ ଲୋକଙ୍କୁ ଭ୍ରମିତ କରିକି ଲୋକଙ୍କୁ ବିଭ୍ରାନ୍ତ କରିକି ବିଷାକ୍ତ ମଦ ପିଇବା ପର୍ଯ୍ୟନ୍ତ ସ୍ଥିତି ଆଣୁଛନ୍ତି ସେମାନଙ୍କ ପ୍ରତି କଠୋରରୁ କଠୋର ପଦକ୍ଷେପ ରାଜ୍ୟ ସରକାର ନେବେ।